ଶ୍ରୀମଦ୍ଭାଗବତ ଷଷ୍ଠ ସ୍କନ୍ଦ ପଞ୍ଚମ ଅଧ୍ୟାୟ। ଶୁକ ଉବାଚ। ବିଷ୍ଣୁ ମାୟାର ପ୍ରଭାବରୁ ପଞ୍ଚଜନ କନ୍ୟା ଗର୍ଭରୁ ହର୍ଯସ୍ୱ ନାମରେ ଅୟୁତ ସେ ଦକ୍ଷ ଜନ୍ମାଇଲେ ସୁତ। ପୃଥକ ଭାବ ତାଙ୍କ ନାହିଁ ସକଳେ ଧର୍ମଶୀଳ ହୋଇ। ପିତାର ଆଜ୍ଞା ଘେନି ଶିରେ ପ୍ରଜା ସର୍ଜନ କରିବାରେ। ପଶ୍ଚିମ ଦିଗକୁ ଗମିଲେ ସେଠାରେ ତୀର୍ଥେକ ଦେଖିଲେ। ଯାନାମ ନାରାୟଣ ସର ସଙ୍ଗମେ ସେ ସିନ୍ଧୁ ସାଗର। ସିଦ୍ଧ ମୁନିରେ ଯେ ସେବିତ ସ୍ୱର ସେ ପାପ କରେ ହତ। ସେ ସରୋବରକୁ ଯେ ଯାଇ ପରମହଂସ ଦୀକ୍ଷା ବହି। ଯନ୍ତ୍ରିତ ସେ ପିତା ଆଜ୍ଞାରେ ନାନା ଉଗ୍ର ତପ ସାଧିଲେ। ପ୍ରଜାର ବୃଦ୍ଧି କାମ କଲେ ତପ ସାଧନେ ମନ ଦେଲେ। ନାରଦ ଆସି ତତକ୍ଷଣେ କହିଲେ ମଧୁର ବଚନେ। ହର୍ଯସ୍ୱେ ଶୁଣ ମୋ ଉତ୍ତର କେମନ୍ତେ ତୁମ୍ଭେ ପ୍ରଜା କର। ପୃଥିର ପରିମାଣ କାହିଁ କେବେ କି ଦେଖିଅଛ କେହି। ତୁମ୍ଭେ ବାଳକ ବୁଦ୍ଧି କର ସୃଷ୍ଟି କରିବାକୁ ବିଚାର। ଏକ ଗୋଟି ଯେ ରାଜ୍ୟ ଅଛି ଏକ ପୁରୁଷ ତହିଁ ଅଛି। ଗହ୍ୱର ଗୋଟିଏ ଅଛଇ ଯହିଁରୁ କେହି ନ ଫେରଇ। ବହୁ ରୂପର ସ୍ତ୍ରୀ ଏକ ଅଛି ପୁଂସଳୀ ପ୍ରତି ଏକ। ନଦୀଏ ବହେ ବେନିଆଡ଼େ ଘର 25 ପଦାର୍ଥରେ। ବିଚିତ୍ର ନାଦ ହଂସ ଆର ପଦାର୍ଥ ଅଛଇ ଅପର। କ୍ଷୁର ବଜ୍ରରେ ଗଢ଼ା ହୋଇ ନିରତେ ଭ୍ରମଣ କରଇ। ତୁମ୍ଭେ ହୋ ନ ଜାଣ ଏମାନ ନ ବୁଝି ପିତାର ବଚନ। କିପରି ସୃଷ୍ଟି କରିବାରେ ମନ ବଳାଅ ଅବିଚାରେ। ନାରଦ ତହିଁ କୂଟ ବାଣୀ ହର୍ଯସ୍ୱେ ଶୁଣି ମନେ ଗୁଣି। ନିର୍ମଳ ବୁଦ୍ଧି ତାହାଙ୍କର ଏମନ୍ତେ କରନ୍ତି ବିଚାର। ପୃଥିବୀ ଜୀବ ନାମ ହୋଇ ଅନାଦି ବାସନାକୁ ପାଇ। ଯେଣୁ ଏ ବହଇ ଶରୀର କାରଣ ଯେ ଆତ୍ମବନ୍ଧର। ଅଦୃଶ୍ୟ ଏହାର ନିର୍ବାଣ ତେଣୁ ନ ଜାଣି ପରିମାଣ। ଅସତ କର୍ମ ପ୍ରବର୍ତ୍ତନେ କି ଅର୍ଥ ଲାଭ ଏ ସାଧନେ। ଏକ ପୁରୁଷ ସେ ଈଶ୍ୱର ସମସ୍ତ ସାକ୍ଷୀ ସେ ରାଜ୍ୟର। ନିତ୍ୟ ମୁକତ ଭଗବାନ ତେଣେ ତ ନାହିଁ ଆତ୍ମଜ୍ଞାନ। ପୁରୁଷ ଯହିଁ ପ୍ରବେଶିଲେ ବାହୁଡ଼ି ନ ଆସଇ ଭଲେ। ପାତାଳ ଗତି ପ୍ରାୟ ହୋଏ ଜ୍ୟୋତି ସ୍ୱରୂପ ବ୍ରହ୍ମମୟେ। ତହିଁରେ ଆମ୍ଭ ନାହିଁ ଜ୍ଞାନ ଏ ସୃଷ୍ଟି କର୍ମେ କି କାରଣ। ଏ ବୁଦ୍ଧି ନାନା ମାର୍ଗେ ଯାଇ ଆତ୍ମା କାରଣ ନ ଜାଣଇ। ରଜତମରେ ବିମୋହିତ ପୁଂସଳୀ ପରାଏ ଚରିତ। ପୁଂସଳୀ ସଙ୍ଗେ କରି ଭାବ କେବଳ ଶ୍ରମ ମାତ୍ର ଲାଭ। କୁତ୍ସିତ ଭାର୍ଯ୍ୟା ଗୃହେ ଯେହ୍ନେ ନିରତେ ବଞ୍ଚଇ କଷଣେ। ଏଣୁ ଅସତ ଅବିବେକ କର୍ମେ ବାକି ଲାଭ ଅଧିକ। ଜନ୍ମ ମରଣ ବେନି ଦିଗେ ମାୟା ନଦୀ ଯେ ବହେ ବେଗେ। ତହିଁ ପଡ଼ିଣ ଜୀବ ଭ୍ରମେ କି କାର୍ଯ୍ୟ ଅସତ କରମେ। 25 ତତ୍ତ୍ୱେ ଗଢ଼ା ଦେହ ଶ୍ରୀହରି ତହିଁର ଆଶ୍ରୟ। ତାହାଙ୍କୁ ନ ଜାଣିଣ ଭଲେ କି ଲାଭ ତୁଚ୍ଛା କର୍ମ କଲେ। ବିଚିତ୍ର ନାଦ ହଂସ ସେହି ଅଧ୍ୟାତ୍ମ ଶାସ୍ତ୍ର ଯେ ବୋଲାଇ। ତହିଁର ତତ୍ତ୍ୱ ନ ଜାଣିଲୁ ଅସତ କର୍ମରେ ଫୁଟିଲୁ। ଯାଚକ୍ର ତୀକ୍ଷ୍ଣ କ୍ଷୁର ଧାର ବଜ୍ର କଠିନ ଯେହୁ କାଳ। ସ୍ୱତନ୍ତ୍ରେ କରଇ ଭ୍ରମଣ ଜଗତ କରେ କରସଣ।
ତାହାର ଗତି କି ନ ବୁଝି ଅସତ କର୍ମେ କିମ୍ପା ମଜ୍ଜି। ଅଧ୍ୟାତ୍ମ ଶାସ୍ତ୍ର ପିତା ସମ ନ ବୁଝି ତାହାର ମରମ। ପ୍ରବୃତ୍ତି ମାର୍ଗେ କରି କର୍ମ କିମ୍ପା ହୋଇବା ତୁଚ୍ଛା ଭ୍ରମ। ଏମନ୍ତ ମନେ ବିଚାରିଲେ ହର୍ୟଶ୍ଵେ ଏକ ଚିତ୍ତ ହେଲେ। ନାରଦେ କରି ପ୍ରଦକ୍ଷିଣ ଗଲେ ଅନିବର୍ତ୍ତ ପଥେଣ। ଅଚ୍ୟୁତ ବ୍ରହ୍ମ ହୃଷିକେଶ ଅଖିଳ ପ୍ରଭୁ ପୀତବାସ। ଅଭୟ ପାଦ ପଙ୍କଜରେ ଅଖଣ୍ଡ ଚିତ୍ତ ହୋଇ ସ୍ଥିରେ। ଆନନ୍ଦ ହୋଇ ମୁନିବର ଗମନ କଲେ ନିଜପୁର। ସୂତମାନଙ୍କ ନାଶ ଶୁଣି ନାରଦ କୃତ ବୋଲି ଜାଣି। ପୁତ୍ରଙ୍କ ଗୁଣ ସୁମରିଲେ ଦକ୍ଷ ଅନେକ ଶୋକ କଲେ। ଅଜଙ୍କ ବାକ୍ୟେ ଶାନ୍ତ ହୋଇ ପୁଣି ଅସିକ୍ନିରତହିଁ। ଅଜଙ୍କ ବାକ୍ୟେ ଶାନ୍ତ ହୋଇ ପୁଣି ଅସିକ୍ନିରତହିଁ। ବୀର୍ଯ୍ୟ ଆଧାନ କଲେ ଦକ୍ଷ ପୁତ୍ର ଜନ୍ମିଲେ ସବକାଶ୍ଵ। ପୁତ୍ର ଜନ୍ମିଲେ ସବଳାଶ୍ଵ। ସହସ୍ର ପରିମିତ ହୋଇ ସର୍ବେ ଜନ୍ମିଲେ ଦେହ ବହି। ପିତାର ଆଜ୍ଞାକୁ ଧଇଲେ ପ୍ରଜା ସର୍ଜନେ ମନ ଦେଲେ। ଯେ ନାରାୟଣ ସରୋବର ତହିଁକି ଗଲେ ଖରତର। ସେ ତୀର୍ଥ ସ୍ପରଶ ମାତ୍ରକେ ଦହନ ହୋଇଲେ ପାତକେ। ପରମ ବ୍ରହ୍ମ ଧ୍ୟାନ କରି ମହତ ତପକୁ ଆଚରି। କେତେହେଁ ଦିନ ନିରାହାରେ ବଞ୍ଚିଲେ ପବନ ଆହାରେ। ଏମନ୍ତ କରି ଆରାଧନ ସ୍ମରଣ କଲେ ନାରାୟଣ। ଓଁ ନମଃ ପ୍ରଭୁ ନାରାୟଣ ଓଁ ନମଃ ପ୍ରଭୁ ଭଗବାନ। ଅଶେଷ ପୁରୁଷ ପୁରାଣ ଅନାଦି ପ୍ରଭୁ ନିରଞ୍ଜନ। ବିଶୁଦ୍ଧ ସତ୍ତ୍ୱ ମହାହଂସ ନମସ୍ତେ ପ୍ରଭୁ ହୃଷିକେଶ। ଏମନ୍ତ ପ୍ରକାରେ ରାଜନ ପ୍ରଜା ନିମିତ୍ତେ ଦେଇ ମନ। ତପସ୍ୟା କରୁଥିଲେ ତହିଁ ନାରଦ ମୁନି ତାଙ୍କୁ ଚାହିଁ। କପଟ କରିଣ ବଚନ ବୋଇଲେ ଶୁଣ ଋଷିଗଣ। ଉଦ୍ଦେଶ୍ୟ ଭାଇମାନଙ୍କର କିମ୍ପାଇଁ ତୁମ୍ଭେ ହୋ ନ କର। ଭ୍ରାତୃବତ୍ସଳ ତୁମ୍ଭେମାନେ ଏ କର୍ମ କରୁଛ କେଶନେ। ଭାଇର ଦୁଃଖେ ଯେହୁ ଦୁଃଖୀ ସେ ପ୍ରାଣୀ ସର୍ବକାଳେ ସୁଖୀ। ତାହାଙ୍କୁ ପୁଣ୍ୟବନ୍ତ କହି ଦେବଙ୍କ ସଙ୍ଗେ ସ୍ୱର୍ଗେ ଥାଇ। ଏମନ୍ତ କହି ତାଙ୍କ ଆଗେ ନାରଦ ଗଲେ ଶୂନ୍ୟ ମାର୍ଗେ। ସେ ପୁଣି ଭାଇମାନଙ୍କର ଉଦ୍ଦେଶ୍ୟେ ଗଲେ ନୃପବର। ଭାଇର କ୍ଷୋଭେ ଯେତେ ଗଲେ ଅଦ୍ୟାପି ନିବୃତ୍ତ ନୋହିଲେ। ପଶ୍ଚିମ ରାତ୍ରି ପ୍ରାୟ ହୋଇ ନିବୃତ୍ତି ତାଙ୍କ ଆର କାହିଁ। ଅନେକ କାଳ ଗଲା ଯହୁଁ ଦକ୍ଷ ଜାଣିଲେ ପୁଣି ତହୁଁ। ପୁତ୍ରମାନଙ୍କ ନାଶ ଶୁଣି ନାରଦ କୃତ ବୋଲି ଜାଣି। ପୁତ୍ର ଶୋକରେ ମୋହି ହୋଇ ନାରଦେ ଅତି କ୍ରୋଧ ବହି। ତକ୍ଷଣେ ନିକଟେ ମିଳିଲେ ଦେଖି ନାରଦ ଭୟ କଲେ। କୁପିତେ କମ୍ପାଇ ଅଧର ନାରଦେ ବୋଲନ୍ତି ଉତ୍ତର। ଦକ୍ଷ ଉବାଚ ଅହୋ ଅସାଧୁ ସାଧୁଙ୍କର ଚିହ୍ନକୁ ବହୁ ଅଙ୍ଗେ ତୋର। ଯେଣୁ ମୋ ବାଳକଙ୍କୁ ତୁହି ଭିକ୍ଷୁକ ମାର୍ଗକୁ ଦେଖାଇ। ତିନି ଋଣରୁ ଯେ ଅମୁକ୍ତ ନୋହିଛି କର୍ମ ସମୀପତ। ନୋହିଛି କର୍ମ ସମାପତ। ଶ୍ରେୟ କାରଣ ତାଙ୍କ ତପ କିମ୍ପା ତୁ ନଷ୍ଟ କଲୁ ପାପ। କେମନ୍ତେ ଭକ୍ତ ବୋଲି ତୋତେ ସକଳେ ବୋଲନ୍ତି ଜଗତେ। ଈଶ୍ୱର ପାରିଷଦ ହେଉ ମନ୍ଦ କର୍ମରେ ନିତ୍ୟେ ଥାଉ। ଯେ ଜନ କୃଷ୍ଣ ଭକ୍ତ ହୋଏ ପ୍ରାଣୀଙ୍କୁ କରଇ ସଦୟେ। ତୁ ମିତ୍ର ଦ୍ରୋହୀ ପାପୀ ହେଉ ଏ କର୍ମ କରେ ଅବା କହୁ।
निर्दोष ठारे शत्रुपण किं पाई खलु अकारण। सुहृद लोके क्रोध भर तोतहु नाही ना अपर। मोहर जिउ स्नेह पाश छेदिण कलु तो विनाश। प्राणीमानंक स्नेह पाश ए रूपे नुहई विनाश। कठोर वैराग्य साधन जहि स्नेह पाश छेदन। विषय कर्म जेहु जन न जानी करे अनुमान। तो मत अल्प बुद्धि ज्ञाने हित अहित से न जाने। तू जेउ कारणरु करी साधुंक अप्रिय आचरी। स्वकर्म बद्ध गृह मेधि परर हिते जार बुद्धि। तांकु अमार्ग देखाइलु बारेक आम्भे ता सहिलु। मूढ़ तू आम्भ सापु करी लोक विषये अनाचारी। भ्रमण करुथिबु तुहि स्थिति नोहिब तोर काहीं। शुक उवाच अस्तु बोलिण साप घेनी साधुजन नारद मुनि। एणु करि से साधुवाद सकल बोलंती नारद। से ही रूपे ता घेनेले दक्ष जे बण साप देले। नारद साप कर्म बाणी शुणी संसारु तर प्राणी। बोलई दास जगन्नाथ संसार हिते भागवत। इति श्रीमद्भागवते महापुराणे पारमहंस्यां संहितायां षष्ठस्कन्धे नारदशापो नाम पंचमोऽध्यायः।